ମୋ ସମ୍ମୁଖରେ ଉପସ୍ଥିତ ଅଛନ୍ତି ଚିନ୍ମୟ ସାର୍, ଯିଏକି କବିତା ଲେଖିବାକୁ ଭାରି ପସନ୍ଦ କରନ୍ତି। ତାଙ୍କ ହୃଦୟରେ, ତାଙ୍କ ପ୍ରାଣରେ, ତାଙ୍କର ପ୍ରତିଟି ରକ୍ତବିନ୍ଦୁରେ କବିତା ସବୁ ଭରିକି ରହିଅଛି। ସାର୍ଙ୍କ ଠାରୁ ମୁଁ ମଧ୍ୟ ଅନୁପ୍ରାଣିତ ହେଇ କବିତାକୁ ଭଲ ପାଇଯାଇଛି। ତେବେ ଚାଲନ୍ତୁ ତାଙ୍କ ମୁଖରୁ ଆଜି ଆମେ ଶୁଣିବା ପ୍ରକୃତରେ କବି କିଏ, କବି ଆମେ କାହାକୁ କହିବା, କବିର ବ୍ୟାଖ୍ୟା ପ୍ରକୃତରେ କ'ଣ? ଗୋଟିଏ ବାକ୍ୟରେ କହିବାକୁ ଗଲେ ମାନେ ନିର୍ଜୀବକୁ ବି ଯିଏ ସଜୀବ କରିଦିଏ ସିଏ ହେଉଛି କବି। ବୁଝିବୁଝ? ତେଣୁକରି କବିତା ବନିତା କବିତା ପିତା କଲେ ତାକୁ ଭୋଗ ରସିକ ନେତା। ରସିକଟିଏ ହେଇପାରିଲେ ହିଁ ଆପଣ କବିର ମହତ୍ଵଟାକୁ ବୁଝିପାରିବେ। ଲୋକଙ୍କୁ ଜହ୍ନ ଗୋଟେ ପୋଡ଼ା ରୁଟି ଭଳିଆ ଦେଖାଯିବ ଯେତେବେଳେ ଲୋକ ଭୋକିଲା ଥିବେ, କିନ୍ତୁ ସେଇ ସମୟରେ କବି ତାଙ୍କର ପ୍ରେମିକାର ମୁହଁ ସେଥିରେ ଦେଖିବେ। ସେଇଟା ହେଉଛି କବି। ସମୁଦ୍ରର ତରଙ୍ଗରେ ସିଏ ତାଙ୍କର ଭାବନାକୁ ଦେଖିପାରିବେ। ମଳୟ ପବନରେ ସିଏ ତାଙ୍କର ଭିତରେ ରହିଥିବା ମାନେ ଅଦମ୍ୟ ଇଚ୍ଛାକୁ ଅନୁଭବ କରିପାରିବେ। ସିଏ ହେଉଛି କବି।